ଚାଲିଛି ମୋତେ ହତ୍ୟା କରିବାକୁ। ତେବେ ମୁଁ ମୋ ଜୀବନ ବଞ୍ଚାଇବି କି? ମୋ ଜୀବନ ବଞ୍ଚାଇବି କି? ନା, ଏ ବୃକ୍ଷ ମୂଳରେ ଛପି ରହେ। ବାଲି ଏଠାକୁ ପ୍ରବେଶ କରିପାରିବ ନାହିଁ। ନିର୍ଭୀକରେ କାଳତିପାତ କରନ୍ତୁ। ନା ନା ବଡ଼ରାଜ, ସେହି ଜମ୍ବୁ ବୃକ୍ଷ ମୂଳରେ ଦୁଇ ଜଣ ବସିଛନ୍ତି। କାଳେ ବାଲି ଦୂତ ପଠେଇଛି ବୋଲି ମୁଁ ଏଠି ଛପି ରହିଛି। କାହିଁ କେଉଁ ଜମ୍ବୁ ବୃକ୍ଷ ମୂଳରେ? ଦୂରକୁ ନିରୀକ୍ଷଣ କର, ଉଭୟ ବସିଛନ୍ତି। ତୁମେ ବୃକ୍ଷ ଉପରେ ଯାଇ ସେମାନେ କିଏ ବା କେଉଁ ଲକ୍ଷ୍ୟରେ ଆସିଛନ୍ତି ଶୀଘ୍ର ସନ୍ଧାନରେ ବାହୁଡ଼ି ଆସ ହନୁମାନ। ଯଦି ବାଲି ଦୂତ ହୋଇଥିବେ ତାହେଲେ ଆମେ ଅନ୍ୟ ଶୃଙ୍ଗକୁ ଯିବା। ଆଚ୍ଛା, ମୁଁ ଯଦି ମୋର ପ୍ରକୃତ ଶରୀରରେ ସାକ୍ଷାତ କରିବି ତାହେଲେ ସୁଗ୍ରୀବ ମନ୍ତ୍ରୀ କଳ୍ପି ଦ୍ୱନ୍ଦ୍ୱ ସୃଷ୍ଟି କରିବି। ମୁଁ ବିପ୍ର ରୂପେ ସାକ୍ଷାତ କରିବି। ଆଚ୍ଛା, ତୁମେ ଯାଅ ଯାଅ ବୁଦ୍ଧିଜୀବୀ ହନୁମାନ, ଶୀଘ୍ର ସନ୍ଧାନରେ ମୋ ସାମ୍ନାରେ ସାକ୍ଷାତ କର। ଆଚ୍ଛା, ମୁଁ ଅନ୍ୱେଷଣ କରୁଛି। ତୁମେ ସ୍ଥାନ ପରିହାର କରି ଅନ୍ୟ ସ୍ଥାନକୁ ଯାଅ। ଯାଅ ଯାଅ ହନୁମାନ। ହନୁମାନ କଣ ସବୁର ବାକ୍ୟ ମିଥ୍ୟାରେ ପରିଣତ ହେବ? ନା ମିଥ୍ୟା
କୈକେୟୀଙ୍କ ପୁତ୍ର ଭରତ, ସୁମିତ୍ରାଙ୍କ ଦୁଇ ପୁତ୍ର ଶତ୍ରୁଘ୍ନ ପ୍ରାସାଦରେ ଅଛି, ଆଉ ୟାରି ନାମ ଲକ୍ଷ୍ମଣ। ଆପଣ ରଘୁବଂଶରେ ଜନ୍ମ ନେଇ ଶିରରେ ଜଟା, ହସ୍ତରେ ଧନୁ, କୋଟିରେ ବଳକଳ, କଷା ବସ୍ତ୍ର ପରିଧାନ କରିଛନ୍ତି କାହିଁକି? ସେସବୁ ବୁଝି ତମେ କଣ ପାଇବ? କଣ ବା ପାଇବି? ରଘୁବଂଶରେ ଜନ୍ମ ନେଇ ଏ ଜ୍ୟୋତିବେଶ ଧାରଣ ଦେଖି ମୋ ଆତ୍ମାରେ କଷ୍ଟ ଅନୁଭବ ହେଉଛି। ତେଣୁ ଲକ୍ଷ୍ମଣ, ତେଣୁ ସେ ସମ୍ପୂର୍ଣ୍ଣ ପରିଚୟ ଚାହୁଁଛି। ଶୁଣ, କୈକେୟୀ ପିତାଙ୍କୁ ସତ୍ୟ କରି ଦୁଇଟି ବର ପ୍ରାର୍ଥନା କଲେ। ପ୍ରଥମ ବର ଭରତ ଅଯୋଧ୍ୟାର ରାଜା ହେବେ, ଆଉ ଦ୍ୱିତୀୟ ବରରେ ରାମ ତାପସ ବେଶରେ 14 ବର୍ଷ ବନବାସ କରିବେ। ତେଣୁ ମୁଁ ପିତା ସତ୍ୟ ରକ୍ଷା କରି ଭାଇ ଭାଜା ଘେନି 14 ବର୍ଷ ପାଇଁ ବନକୁ ଆସିଲି। ପଞ୍ଚବର୍ଷରେ ଯେଉଁ ନୃଶଂସ ଗୁପ୍ତରେ ମୋର ସ୍ତ୍ରୀ ସୀତାଙ୍କୁ ହରଣ କରି ନେଲା। ଆମେ ବେନି ଭାଇ ସୀତାର ଅନ୍ୱେଷଣରେ ଘୁରି ବୁଲୁଛୁ, ଆଉ ଏ ଜମ୍ବୁ ବୃକ୍ଷ ମୂଳରେ ବିଶ୍ରାମରେ ଅଛୁ। ପୂର୍ବ କଥା ମନେ ପଡେ ମୋର। ନିଶ୍ଚୟ ରାମଚନ୍ଦ୍ର ଦେବନାରାୟଣ ମୋହର ନିଜ ରୂପ କରିଲେ ପ୍ରକାଶ। ନିଶ୍ଚୟ ମୁକୁଟ କୁଣ୍ଡଳ ଚିହ୍ନିବେ ଠାକୁର। ହଁ ହଁ, ନିଶ୍ଚୟ ମୁକୁଟ କୁଣ୍ଡଳ ଚିହ୍ନିବେ ଠାକୁର।